ତାଳଚେର ବିଧାୟକ ବଢ଼ିଲା ଅଡ଼ୁଆ, ଏଥର ମିଳି ନପାରେ ଟିକେଟ୍। ତେବେ ତାଳଚେର ଆସନ କାହାକୁ ମିଳୁଛି ଟିକେଟ୍? ମିଳିଥିବା ସୂଚନା ଅନୁଯାୟୀ ତାଳଚେର ବିଧାନସଭା ସିଟ୍ ପାଇଁ ବର୍ତ୍ତମାନର ବିଜେଡି ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ ଟିକେଟ୍ ନ ମିଳିପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ତେବେ ଏ କଥାର କେତେ ସତ୍ୟତା ଅଛି, ଆସନ୍ତୁ ଜାଣିବା। ବର୍ତ୍ତମାନ ସାଂସଦ ମହେଶ ସାହୁଙ୍କୁ ବିଜେଡି ଟିକେଟ୍ ନ ଦେଇ ଶ୍ରୀ ଅବିନାଶ ସାମଲଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେଡି। ତେବେ ମହେଶ ସାହୁଙ୍କୁ କେଉଁଠି ଥଇଥାନ କରିବ ସେ କଥା ମଧ୍ୟ ଜାଣିଛି ବିଜେଡି। ଶୁଣିବାକୁ ମିଳୁଛି ବ୍ରଜକିଶୋର ପ୍ରଧାନଙ୍କୁ ଅନୁଗୁଳ ବିଧାନସଭା ଲଢ଼ିବାକୁ ଟିକେଟ୍ ଦେଇପାରେ ବିଜେଡି ଏବଂ ତାଳଚେର ପାଇଁ ମହେଶ ସାହୁଙ୍କୁ ଟିକେଟ୍ ଦେବ ବିଜେଡି। ମହେଶ ସାହୁ ଦୁଇଥର ଯାକ ତାଳଚେର ବିଧାୟକ ହୋଇଛନ୍ତି ଏବଂ ତାଙ୍କର ଲୋକ ସମ୍ପର୍କ ଭଲ ଅଛି ଏବଂ ତାକୁ ଲୋକ ମଧ୍ୟ ପସନ୍ଦ କରନ୍ତି। ତେଣୁ ତାଳଚେର ସିଟ୍ ମଧ୍ୟ ମହେଶ ସାହୁଙ୍କୁ ଦିଆଯାଇପାରେ। ସେପଟେ ବ୍ରଜକିଶୋର ପ୍ରଧାନଙ୍କୁ ଅନୁଗୁଳ ସିଟ୍ ଦେବା ପାଇଁ ପ୍ଲାନିଂ କରିଛି ବିଜେଡି। କାରଣ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଲୋକ ସମ୍ପର୍କରୁ ଦୂରେଇ ରହୁଛନ୍ତି ଏବଂ କର୍ମୀମାନଙ୍କ ମଧ୍ୟରେ ତାଙ୍କଠାରୁ ଅସନ୍ତୁଷ୍ଟ ପ୍ରକାଶ କରୁଛନ୍ତି। ସେପଟେ ବ୍ରଜକିଶୋର ପ୍ରଧାନ ବିଭିନ୍ନ ସଭା ସମିତିରେ ଅନୁଗୁଳରେ ଦେଖିବାକୁ ମିଳୁଛି। ଦେଖାଯାଉ ଆଗାମୀ ଦିନରେ କ'ଣ ହେଉଛି।